ভগবতে বাসুদেবায় শ্রীকৃষ্ণায় গোবিন্দায় নমঃ নমঃ। জয় জগন্নাথ, জয় জগন্নাথ, জয় জগন্নাথ। আজ্ঞা সমস্ত ব্রাহ্মণ দেবতা, আধ্যাত্মিক ভক্তবৃন্দ এবং রাম রস পিপাসু বৃন্দ ଆଉ କୃଷ୍ଣ ରସ ପିପାସୁ ଭକ୍ତବୃନ୍ଦ, ମାତୃଶକ୍ତି ମା ଓ ସାଧୁ ସନ୍ଥମାନଙ୍କୁ ଏ ବ୍ରହ୍ମ ମୁହୂର୍ତ୍ତରେ ଅନନ୍ତ କୋଟି ପ୍ରଣାମ। ଆଜ୍ଞା କାଲି ଆମର ଯାଇଥିଲା ଦୁର୍ବାସା ହେଉଛି ଇନ୍ଦ୍ରକୁ ଅଭିଶାପ ଦେଇଛନ୍ତି। ତେଣୁ ଇନ୍ଦ୍ର ଅଭିଶାପ ନେଇକି ଦୁର୍ବାସାଙ୍କ ଠାରୁ ଫେରିଛନ୍ତି। ଆଉ ସମୁଦ୍ର ମନ୍ଥନ, ଭଗବାନ ସମୁଦ୍ର ମନ୍ଥନ କରିବାର ଆଦେଶ ଦେଲେ। ଭଗବାନ କହିଲେ ସମୁଦ୍ର ମନ୍ଥନରୁ ପ୍ରାପ୍ତ ଅମୃତକୁ ମୁଁ ତୁମକୁ ପିଆଇବି ଦେବତାମାନଙ୍କୁ। ଆଉ ସମୁଦ୍ର ମନ୍ଥନ କାର୍ଯ୍ୟରେ ଶତ୍ରୁକୁ ସାଥିରେ ନିଜ ନଚେତ ବାଧା ରଖିଲେ ବାଧା ସୃଷ୍ଟି ହେବ ନାହିଁ। ତେବେ ଅମୃତ କିଭଳି ଭାବେ ସମୁଦ୍ରକୁ ମନ୍ଥନ କରାଯାଉଛି ଆସନ୍ତୁ ସ୍ମରଣ କରିବା। অমৃত অর্থে যত্ন করা যে পানে হইব মারা। গোবিন্দ 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 পদুয়া লোচে মকরন্দ। ভগবান সমুদ্র মন্থন করিবার আদেশ দেলি। ଆଉ ମନ୍ଦାର ଚଳ ପର୍ବତ ମନ୍ଥନ ଦଣ୍ଡ ବାସୁକି ନାଗର ଜୁହେଲା। ସଂସାର ହିଁ ସମୁଦ୍ର, ନିଜ ଜୀବନ ସାଗରକୁ ମନ୍ଥନ କର। ସମୁଦ୍ର ମନ୍ଥନ ଜୀବନ ରହୁଛି ମନ୍ଥନ ଆଜ୍ଞା। ତେବେ ସଂସାର ସମୁଦ୍ରକୁ ମନ୍ଥନ କରି ଯିଏ ଜ୍ଞାନ ଓ ଭକ୍ତି ରୂପୀ ଅମୃତ ପାନ କରିପାରିବ ସେ ଅମର ହେବ। ମନକୁ ମନ୍ଦରାଚଳ ପର୍ବତ କରି ସ୍ଥିର କରନ୍ତୁ। ପୁଣି କ'ଣ କହୁଛନ୍ତି? ଏ ଯେ ମନ୍ଦାର ମହିଧାରା ମନ୍ଥନ ଦଣ୍ଡ ଏହା କର। ଆଉ ବାସୁକି ନାଗର ଯୋଗରେ ମନ୍ଥନ ଦେବାସୁରେ ଧରେ। ଗୋବିନ୍ଦ 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 ପଦୁଆ ଲୋଚେ ମକରନ୍ଦ। ତେବେ ମନ ମନ୍ଦରାଚଳ ପର୍ବତ ହେଲି ପ୍ରେମ ରଜୁ ହି ବାସୁକି ନାଗ। ଆଉ 16 ବର୍ଷରେ ମନ ମନ୍ଥନ କର। କାମଦେବ ଶିବଙ୍କୁ କହିଲେ ମୁଁ ବାଲ୍ୟ ଅବସ୍ଥା ଓ ବୃଦ୍ଧାବସ୍ଥା ଛାଡ଼ି ଅନ୍ୟ ଅବସ୍ଥାରେ ମନୁଷ୍ୟକୁ ଭୟଭୀତ କରେ। ଆଉ ଯୁବାବସ୍ଥାରେ ପୂର୍ବ ଜନ୍ମର ସଂସ୍କାର ଧୀରେ ଧୀରେ ଜାଗ୍ରତ ହୁଏ। ଏହି ସମୟରେ ମନକୁ ମନ୍ଦରାଚଳ ପର୍ବତ କରି ସ୍ଥିର କରିବାକୁ ହୁଏ। ଯେତେବେଳେ ମନ୍ଦରାଚଳ ସମୁଦ୍ରରେ ବୁଡ଼ିବା ଆରମ୍ଭ କରିଦେଲା ସେତେବେଳେ ଭଗବାନ କୁର୍ମାବତାର ଗ୍ରହଣ କରି ମନ୍ଦର ପର୍ବତକୁ ପୃଷ୍ଠରେ ଧାରଣ କଲେ। ଆଉ ମନକୁ ପ୍ରଭୁଙ୍କର କୌଣସି ସ୍ୱରୂପରେ ସ୍ଥିର କର। ମନର ସ୍ୱଭାବ ସାକାର ବସ୍ତୁକୁ ଦର୍ଶନ କରିବା ଆଉ ସଗୁଣରେ ସାକ୍ଷାତକାର ନ କରିବା ପର୍ଯ୍ୟନ୍ତ ନିର୍ଗୁଣରେ ମନକୁ ସ୍ଥିର ନାହିଁ। ଆଉ ଭଗବାନଙ୍କ ସଗୁଣ ରୂପରେ ସ୍ଥିର ହୋଇଥିବା ମନ ନିର୍ଗୁଣ ରୂପରେ ସ୍ଥିର ହୁଏ। ନିରାଧାର ମନ ସଂସ୍କାର ସାଗରରେ ବୁଡ଼ିଯାଏ। ମନ ରୂପୀ ମନ୍ଦରାଚଳ ଆଧାର ବିନା ସ୍ଥିର ହୋଇପାରେ ନାହିଁ। ତାକୁ ଭଗବତ ସ୍ୱରୂପ ଭଗବତ ନାମରେ ଆଧାର ଦରକାର। ତାକୁ ଆଧାର ମିଳିନି ସେ ସଂସାର ସାଗରରେ କେବେ ବୁଡ଼ିଯିବ ନାହିଁ। ପାତାଳେ କୁର୍ମ ରୂପ ଧରି ପୃଷ୍ଠେ ବସାଏ ମହାଗିରି। ଆଉ ଉଠିଲେ ଗିରିବର ତୀରେ ଗାନ୍ଧି ଦେବାସୁର। ନାନା ପ୍ରକାର ଔଷଧି ସମୁଦ୍ରରେ ପକାଇ ମନ୍ଥନ କଲେ। ଜଳ ଓ ବର୍ଣ୍ଣ ଶରୀରରେ ଆବଶ୍ୟକତା ଅନୁସାରେ
देवा उचित ଆଉ କ୍ଷୁଧା ତୃଷାକୁ ସହ୍ୟ କର ଭୋକ ଶୋଷକୁ ରୋଗ ବୋଲି ମାନ ରୋଗ ନାଶ କରିବାକୁ ଅନ୍ନ ଜଳ ଭୋଜନ ପରିମିତ ହେବା ଦରକାର ତାହେଲେ ଭୋଜନ ହୋଇପାରିବ। ସମୁଦ୍ରରୁ ପ୍ରଥମେ ବିଷ ଓ ପରି ଅମୃତ ସୃଷ୍ଟି ହେଲା। ନିନ୍ଦା ଓ କର୍କଶ ବାଣୀ ବିଷ ନିନ୍ଦା ଓ ନରକ ଏକ ନିନ୍ଦାରୁ ବି ବିଷ ସହିଗଲେ ଅମୃତ ମିଳିବ। ଆଉ ପ୍ରତିକୂଳ ପରିସ୍ଥିତି ବିଷ ଦୁଃଖ ହିଁ ବିଷ ବିଷର ଉତ୍କଟତା ଦେବତା ମାନେ ସହିପାରିଲେ ନାହିଁ। ପ୍ରଭୁ ସେଥିପାଇଁ ଶଙ୍କରକୁ ଡାକିଲେ। ଶଙ୍କରଙ୍କ ପରି ମଥାରେ ଯିଏ ଜ୍ଞାନ ଗଙ୍ଗାକୁ ଧାରଣ କରିଛି ସେ ବିଷକୁ ପିଇ ପାରିବ। ଆଉ ଶିବ ପୂଜାରୁ ବିଷ ପିଇବାରୁ ଶକ୍ତି ମିଳେ। ନିନ୍ଦା ଶବ୍ଦରୁ ବି ହୋଇଥିବାରୁ ଆକାଶ ସହିତ ତାର ସମ୍ପର୍କ ରହିଛି, ଆତ୍ମା ସହିତ ଏହାର ସମ୍ପର୍କ ନାହିଁ। ଏହା ଭାବି ନିନ୍ଦା ସହିଯିବା ଉଚିତ। ଆଉ ଦେବତା ମାନେ ଶିବଙ୍କୁ ବିଷ ପିଆଇବା ପାଇଁ ସ୍ତୁତି କଲେ। ଦେବତା ମାନେ କିଭଳି ଭାବେ ସ୍ତୁତି କଲେ ଆସନ୍ତୁ ଆଜ୍ଞା ଜ୍ଞାନୀ ମଣ୍ଡଳୀ ଶ୍ରବଣ କରିବା। ଏତୁଭୂତ ଭାବନ ଈଶ୍ୱର ଆମ୍ବର ରକ୍ଷା କର ଏ ବିଷ ସଂସାର ଦହିବା ଏଥୁ ସଦା ଶିବ। ଆଜ୍ଞା ଦେବତା ମାନେ ଭଗବାନ ଶିବ ଶଙ୍କରକୁ ଆଜ୍ଞା ସ୍ତୁତି କରୁଛନ୍ତି। ତେବେ ପୁଣି ପୁନର୍ବାର ଆସନ୍ତାକାଲି ଆମେ ଶ୍ରବଣ କରିବା। ଜୟ ଶିବ ଶମ୍ଭୋ, ଜୟ ମା ଯୋଗମାୟା ଜଗତ ଜନନୀ ଭବାନୀ ମା, ଜୟ ଶ୍ରୀକୃଷ୍ଣ। ଓಂ ନମଃ ভগবতে বাসুদেবায়। শ্রীকৃষ্ণ গোবিন্দ হরে মুরারে হে নাথ নারায়ণ বাসুদেবায়। ওং হ্রিং শ্রীং ক্লিং কৃষ্ণায় গোবিন্দায় গোপীজনবলায় নমো নমো। ওং শান্তি শান্তি শান্তি।